सरकार चाषी और चाष ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ଚାଷୀ କିପରି ଏଥିରୁ ସୁଫଳ ପାଇବେ। କିନ୍ତୁ ଏଠି ଆମେ ଯଦି ଦେଖିବା କାମାକ୍ଷାନଗର ବ୍ଲକର ତୁମୁସିଙ୍ଗା ପଞ୍ଚାୟତର ଧୋବାବାଳି ନିକଟରେ ଥିବା ଯୋଡ଼ାଗାଡ଼ିଆ ପ୍ରକଳ୍ପ। ଏଠି ଦୀର୍ଘ ବର୍ଷ ହେଲା ଏଠି କୋଟି କୋଟି ଟଙ୍କା ଆସୁଛି ୟାର ଉନ୍ନତିକରଣ ପାଇଁ। କିନ୍ତୁ ଏଠି ଏ ବର୍ଷ ମଧ୍ୟ ପ୍ରାୟ 1.5 କୋଟି ଟଙ୍କାର କାମ ମଧ୍ୟ ୟାର ଉନ୍ନତିକରଣ ପାଇଁ ଆସିଛି, ଯାହାକି ସମ୍ପୂର୍ଣ୍ଣ କିପରି ହେବ ଏବଂ ଚାଷୀମାନେ ୟାର ଉପକୃତ ହେବେ। ଏଥିରେ ପ୍ରାୟ 2ଟି ପଞ୍ଚାୟତର ଲୋକ ୟା ଉପରେ ନିର୍ଭର କରୁଛନ୍ତି। ତ ବେଶୀ ଯଦି ଦେଖିବା ଧୋବାବାହାଳି ଗାଁ ନିକଟ ହୋଇଥିବାରୁ ସେମାନଙ୍କ ସେଠିରେ ଥିବା ଯେତେକ ଚାଷୀ ସେମାନେ ଏଇ ଯୋଡ଼ା ଗାଡ଼ିଆ ପ୍ରକଳ୍ପ ଉପରେ ନିର୍ଭର କରିଥାନ୍ତି। କେନାଲରେ ପାଣି ଗଲେ ସେମାନେ ଧାନ ଚାଷ ହଉ କିମ୍ବା ଖରାଟିଆ ଚାଷ ହଉ ବିଭିନ୍ନ ପ୍ରକାର ଚାଷ କରି ସେମାନେ ପରିବାର ପ୍ରତିପୋଷଣ କରିବେ। ତ ଏଥର ମଧ୍ୟ ସରକାର ଯେଉଁ କରିଛନ୍ତି ଧାନର MSP ମଧ୍ୟ ବଢ଼େଇଛନ୍ତି, ଯାହାଫଳରେ କି ଏଠି ପାଣି ସୁବିଧା ତାଙ୍କ ପାଇଁ ହେଉନଥିବାରୁ ଅନେକ ବିଲ ମଧ୍ୟ ଦୀର୍ଘ ବର୍ଷ ହେଲା ସେମାନେ ଚାଷରୁ କରିପାରୁନାହାନ୍ତି। ତ ସିଧା ଏଥର ଯେଉଁ ଯୋଡ଼ାଗାଡ଼ିଆ ଉପରେ ପ୍ରକଳ୍ପ ଉପରେ ନିର୍ଭର କରୁଥିବା କିଛି ଚାଷୀ ଅଛନ୍ତି, ତାଙ୍କର କ'ଣ କ'ଣ ସବୁ ସମସ୍ୟା ରହିଛି ଏଇ ବର୍ତ୍ତମାନ ସମ୍ପୂର୍ଣ୍ଣ ନ ହେବା ଦ୍ୱାରା ଏଥର କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ତାଙ୍କର ସମ୍ପୂର୍ଣ୍ଣ ହେଇପାରୁନି, ଯାହାକି ବିଲରେ ମଧ୍ୟ ପାଣି ମାଡ଼ି ପାରୁନି। ତ ଆମ ସହିତ ସିଧାସଳଖ କଥା ହେବା ଜଣେ ଚାଷୀ ଅଛନ୍ତି। ଆଜ୍ଞା, ଆପଣଙ୍କର ଏଇ ଯେଉଁ କେନାଲ ସବୁ ହେଇଛି କି ଯୋଡ଼ାଗାଡ଼ିଆ ପ୍ରକଳ୍ପ ଉପରେ ଆପଣ ପ୍ରାୟ ଧୋବାବାଳିର ଅନେକ ଗାଁ ଲୋକ ଏଠି ଚାଷୀ ନିର୍ଭର କରୁଛନ୍ତି। ତ ବର୍ତ୍ତମାନ କ'ଣ ସବୁ ଅସୁବିଧା ହେଇଛି, କେମିତି ଚାଷ ଉପରେ ନିର୍ଭର କରୁଛନ୍ତି ପାଣି ନ ଯିବାରୁ? କେନାଲ ଭାଙ୍ଗି ଯାଇଛି ତ, କେନାଲ ଅଧେ କାମ କରିଛି ଅଧେ କାମ କରିନି, ପାଣି ଆମେ ସମ୍ପୂର୍ଣ୍ଣ ପାଇପାରୁନି। এই যে ଗଣ୍ଠିରୁ ପାଣି ବାହାରିଲାନି କାମ ତ କମ୍ପ୍ଲିଟଲି କରିପାରି ନାହିଁ, ପାଣି ଗଲେ ବି ବାହାରି ହବନି, ଏମିତି ପାଣି ପାଇପାରୁନୁ। ଆଉ କ'ଣ ଚାହୁଁଛନ୍ତି? ଆମେ ଚାହୁଁଛୁ କାମ ତୁରନ୍ତ ହେଇପାରୁ, ଆମେ ଯେମିତି ଉପକୃତ ହେବୁ। ଏ ଯେମିତି କହୁଥିଲେ କି ତୁରନ୍ତ ଏ କାମ ହଉ ଏବଂ ଏଠି ଯଦି ଦେଖିବା ଠିକାଦାର ଓ ବିଭାଗୀୟ ଅଧିକାରୀ ଏମାନେ ତାଙ୍କର ମଧୁଚନ୍ଦ୍ରିକାରେ ଏ ପ୍ରକଳ୍ପଟି କାମ ଚାଲିଛି, ଯାହାଫଳରେ ଚାଷୀ ୟାର ସଫର ହେଉଛନ୍ତି। ଆମ ସହିତ ଆଉ ଜଣେ ଚାଷୀ ଅଛନ୍ତି। ଆଜ୍ଞା, କ'ଣ କହିବେ ଆପଣ? ବର୍ତ୍ତମାନ ଏଇ ଯେଉଁ ଯୋଡ଼ାଗାଡ଼ିଆ ପ୍ରକଳ୍ପଟି ବର୍ତ୍ତମାନ ଅଧାପତିରେ ହେଇକି ରହିଛି, ଦୀର୍ଘ ବର୍ଷ ହେଲା କାମ ସରୁନି। କେନାଲ କାମ ମୁଖ୍ୟତଃ କେନାଲ କାମ ଗୋଟେ ଦୁଇ ଜାଗାରେ ଭାଙ୍ଗିଛି, ବର୍ତ୍ତମାନ ବି ଏ କାମ ହେଇପାରି ନାହିଁ। ବର୍ତ୍ତମାନ ଏଠି ଆମର ଯେଉଁ 1.5 କୋଟି ଟଙ୍କା ଆସିଛି ବା ଯେତିକି କୋଟି ପ୍ଲସ୍ ଆସିଛି, ସେ କାମ ବି ଯେଉଁ କାମ କରିଛନ୍ତି ଏପର୍ଯ୍ୟନ୍ତ କବାଟ ଲାଗିନି, ଯେତିକି ପାଣି ଆସୁଛି ସେତିକି ବାହାରି ଯାଉଛି। ଦ୍ୱିତୀୟ କଥା, ସ୍ପିଲୱେ ପଥର ବ୍ଲିଚିଂ କାମ ବି ଏପର୍ଯ୍ୟନ୍ତ କାମ ସରିନି। ସେ ମଝିରେ ଡ୍ୟାମ୍ କ'ଣ କାମ କରିବା କଥା ସେଥିରେ ମାଟି ପକାଇଛନ୍ତି, ସେ ମାଟି ବି ଏପର୍ଯ୍ୟନ୍ତ ଉଠା ହେଇନି, ସେ ଡ୍ୟାମ୍ ଅଲରେଡ଼ି ଭାଙ୍ଗି ସାରିଲାଣି। ତେଣୁକରି ସେ ଗଣ୍ଠିରୁ ଯେତିକି ମାଟି ଉଠେଇବା କଥା ନ ଉଠେଇ ବରଂ ପ୍ରୋଜେକ୍ଟ ଯେଉଁ ଆମର ଡ୍ୟାମ୍ଟା ଅଛି ସେ ଗଡ଼ା ଡେଇଁବା ଆଗରୁ ସେ ମାଟି ଫିଲଅପ୍ ହେଇଯାଉଛି। ଯେମିତି କହୁଥିଲେ କି ଚାଷୀ ଯେ ମାନେ ଚାଷୀଙ୍କ ଉନ୍ନତି ପାଇଁ ସବୁ ହଉଛି, ଏଠି ଠିକାଦାର ଆଉ ବିଭାଗ ଅଧିକାରୀ ତାଙ୍କର ଲାଭକର ମନୋବୃତ୍ତି ରଖି ସେମାନେ ଏବେ ବି କାମ ସମ୍ପୂର୍ଣ୍ଣ ହେଇପାରୁନି। ଏବଂ ବର୍ତ୍ତମାନ ବର୍ଷା ଦିନ ଆସିଗଲାଣି, ଚାଷ ବି ମଧ୍ୟ ପାଖେଇଲାଣି, ଚାଷୀ ଚାଷ ପାଇଁ ମଧ୍ୟ ତରତର ହେଲେଣି। ତ ସିଧାସଳଖ କଥା ହେବା ଆମେ। ଆଜ୍ଞା, ବର୍ତ୍ତମାନ ଯେଉଁ ଚାଷ ବର୍ତ୍ତମାନ ବର୍ଷା ଆସିଗଲା, ବର୍ତ୍ତମାନ ଏ ପ୍ରକଳ୍ପର କାମ ମଧ୍ୟ ସମ୍ପୂର୍ଣ୍ଣ ହେଇପାରିଲାନି, ୟା ଫଳରେ କେତେ କ'ଣ ଅସୁବିଧା ହବ? ବହୁତ କିଛି ଅସୁବିଧା ହେବ, ଯେହେତୁ ମୁଖ୍ୟ ଏଠି ଅଲଗା କେନାଲ କିଛି ପାଣି ସୁବିଧା ନାହିଁ, କେବଳ ଡ୍ୟାମ୍ ଉପରେ ସମସ୍ତେ ନିର୍ଭର କରନ୍ତି। ସେ ମାଟିଟା ଉଠିବା ମଝିରେ ଦେଖନ୍ତୁ ହୁଡ଼ା ଅଛି ବି, ସେ ହୁଡ଼ା ଉଠିବା ଦରକାର। ତେଣୁକରି କେନାଲଟାର ମୁଖ୍ୟ ହେଉଛି କବାଟ ବର୍ତ୍ତମାନ ଏ କୂଅର ଜରୁରୀ ଦରକାର। ଯେମିତି କହିଲେ ବି ଯେତେ ଶୀଘ୍ର ପ୍ରକଳ୍ପ କାମ ଆରମ୍ଭ ସରିବ ସେତେ ଜଲ୍ଦି ଚାଷୀ ମଧ୍ୟ ତାର ଉପକାର ପାଇବେ। ଆଜ୍ଞା, ବର୍ତ୍ତମାନ ଯେଉଁ ଚାଷୀ ବର୍ତ୍ତମାନ ଏଇ ଯେଉଁ ଚାଷ କେମିତି ୟା ଉପରେ ନିର୍ଭର କରି ଚାଷ କରୁଛ? ବର୍ତ୍ତମାନ ଦୀର୍ଘ ବର୍ଷ ହେଲା ଏଇ କେନାଲ ହେଇଛି ସତ, କିନ୍ତୁ ପାଣି ଯାଉନି, କେମିତି ନିର୍ଭର କରି ଚାଷ କରୁଛ ନା ଜମି ପଡ଼ିଆ ରହୁଛି? ହଁ ଆଜ୍ଞା, ପଡ଼ିଆରେ ହେଉଛି ପାଣି, ମାନେ ଗଲା ବର୍ଷ ଆଜ୍ଞା ପାଣି ସବୁ କାଟିଦେଲେ, ପର ହାତରେ ଚାବି ଦେଲେ, ସେ ଚାବି ବି ମାଗିଲା ବେଳକୁ ନାହିଁ କଲା, ସେ ପାଣିଆ ସବୁ କାଟିଦେଲେ, କହିଲେ ଗଣ୍ଠି କାମ ନା ଆସେ, କାର୍ତ୍ତିକ ମାସରୁ କାଟିଦେଲେ, ଆମେ ଧାନ ବି କରିପାରିଲୁନି। ଯଦି ଦେଖିବା ଖରା ଦିନ ଆସିଲେ ଗଣ୍ଠି କାମ କରିବା ନାଁରେ ଗଣ୍ଠିରୁ ପାଣି କାଟି ଦିଆଯାଉଛି, କିନ୍ତୁ ଏଥିରେ କିନ୍ତୁ ଗଣ୍ଠିର ଉନ୍ନତି କାମ ହେଇପାରୁନି, ଯାହାଫଳରେ କି ଚାଷୀମାନେ ଏଥିରେ ସଫର ହେଉଛନ୍ତି। ତ ଦୀର୍ଘ ଏଇଥର ବର୍ଷା ଦିନ ଆସିବା ପୂର୍ବରୁ କିପରି ଏ ଗଣ୍ଠି କାମକୁ ତ୍ୱରାନ୍ୱିତ କରାଯିବ, ବିଭାଗ ଅଧିକାରୀମାନେ ଏଥିପ୍ରତି ନଜର ଦେଲେ ଏ ଚାଷୀମାନେ ମଧ୍ୟ ଉପକୃତ ହେବେ। ତ କେବେ ଏଇ ଚାଷୀଙ୍କ ସୁବିଧା ପାଇଁ ବିଭାଗୀୟ ଅଧିକାରୀମାନେ ନଜର ଦୃଷ୍ଟି ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା। କାମାକ୍ଷାନଗର ଯୋଡ଼ାଗାଡ଼ିଆ ପୋଖରୀରୁ ସୌମେନ୍ଦ୍ର କୁମାର ସାହୁ, ନକ୍ଷତ୍ର ନ୍ୟୁଜ୍।